ପାଖାପାଖି 7.5 କୋଟି ଟଙ୍କାର ଦାନ ଯେଉଁ ମିଳିଥିଲା ତାହା ହେରଫେର ହେଇଥିବାର ବା ଚୋରି ହେଇଥିବାର ପ୍ରମାଣକୁ ଉତ୍ତରପ୍ରଦେଶ ସରକାରଙ୍କର ଯେଉଁ ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ୍ ହେଇଥିଲା ସେ ନିଶ୍ଚିତ କରିଛନ୍ତି। ତାମାନେ ଯେଉଁ କଥା ଶୁଣା ହେଉଥିଲା ଯେ ରାମ ମନ୍ଦିର ପାଇଁ ଯେଉଁ ଦାନ ମିଳିଛି, ଯେଉଁ ପାଣ୍ଠି ମିଳିଛି, ସେଥିରୁ ଟଙ୍କା ହେରଫେର ହେଇଛି ବୋଲି, ତା କେବଳ ଶୁଣା କଥା ନାହିଁ, ତା ସତ କଥା ବୋଲି ଉତ୍ତରପ୍ରଦେଶ ସରକାରଙ୍କର SIT ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ନିଶ୍ଚିତ କରିଛି। ଏବଂ ତାକୁ ନେଇକରି ଯେଉଁମାନେ ସେଥିରେ ସଂଶ୍ଳିଷ୍ଟ ଥିଲେ ସେମାନଙ୍କ ଭିତରୁ କିଛି ଲୋକଙ୍କୁ ଆରେଷ୍ଟ ବି କରାଯାଇଛି। ଆଉ ଏକଥା ବି କୁହାଯାଉଛି ତଳୁ ଉପର ପର୍ଯ୍ୟନ୍ତ ଗୋଟେ ବହୁତ ବଡ଼ ରାକେଟ ଭିତରେ ଅଛନ୍ତି ଯେଉଁମାନେ ମନ୍ଦିର ପାଇଁ ଯେଉଁ ପାଣ୍ଠି ମିଳିଥିଲା ତାକୁ ଚୋରି କରିଛନ୍ତି। ଏଠି ଗୋଟାଏ ପ୍ରଶ୍ନ ଆସୁଛି, ଯେଉଁମାନେ ମନ୍ଦିର କମିଟିରେ ଅଛନ୍ତି, ମନ୍ଦିରର ବିଭିନ୍ନ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ ସାଧାରଣ ଲୋକଙ୍କଠୁ ଉପର ପଦବୀରେ ଅଛନ୍ତି, ଯେଉଁମାନେ ନିଜକୁ ଅନ୍ୟମାନଙ୍କୁ ଭଗବାନଙ୍କ ସହିତ ପରିଚୟ କରିବେ ବୋଲି ମଝିରେ ଅଛନ୍ତି, ସେମାନେ କ'ଣ ସତରେ ବିଶ୍ୱାସ କରନ୍ତି ଭଗବାନ ସବୁ ଦେଖୁଛନ୍ତି ବୋଲି? ଆଉ ଯଦି ସେମାନେ ସତରେ ବିଶ୍ୱାସ କରନ୍ତି ଭଗବାନ ସବୁ ଦେଖୁଛନ୍ତି, ତାହେଲେ ତ ସେମାନେ ନିଶ୍ଚୟ ମନରେ ଭୟ ପାଇବା କଥା। ଯଦି ମୁଁ ଏ ଚୋରି କରିବି ଭଗବାନଙ୍କ ସମ୍ପତ୍ତି କି ବା ଠାକୁରଙ୍କ ପାଣ୍ଠି କି, ତାହେଲେ ଭଗବାନ ଦେଖିଦେବେ ଏବଂ ତାର ନିଶ୍ଚୟ ଶାସ୍ତି ମିଳିବ। ତାହେଲେ ସେମାନେ ଏମିତି କେମିତି କରିପାରିଲେ, ଏଭଳି ଚୋରି କେମିତି କରିପାରିଲେ? ତାମାନେ ଏଇଟା ନିଶ୍ଚିତ ସେମାନେ ମନ ଭିତରେ ବିଶ୍ୱାସ କରନ୍ତି ଭଗବାନ କିଛି ଦେଖୁନାହାନ୍ତି। ଯଦି ବିଶ୍ୱାସ କରୁଥାନ୍ତେ ଭଗବାନ ଦେଖୁଛନ୍ତି, ତାହେଲେ କ'ଣ କେବେ ଏମିତି କାମ କରିପାରିଥାନ୍ତେ? ଆପଣ ହୁଅନ୍ତୁ, ମୁଁ ହୁଅନ୍ତୁ, ଆମେ ଯିଏ ବି ହଉ, କେହି ଜଣେ ଯଦି ଦେଖୁଛି ଆମେ ଜାଣିବା ବା ବିଶ୍ୱାସ କରିବା, ତାହେଲେ ଆମେ ସାମାନ୍ୟ ଛୋଟ କାମଟା ବି କରିପାରିବାନି, ଚୋରି କେମିତି କରିବା? ଆମେ ସମସ୍ତେ ବି ଯଦି ସତ୍ୟରେ ବିଶ୍ୱାସ କରୁଛନ୍ତି ଭଗବାନ ସବୁ ଦେଖୁଛନ୍ତି, ତାହେଲେ ଆମେ କେହି କେବେ ବି କୌଣସି ଖରାପ କାମ, ଚୋରି ଭଳିଆ କାମ କେବେ ବି କରିପାରିବାନି। ତାହେଲେ କେମିତି କରିପାରୁଛନ୍ତି? ଆମେ କେବଳ ଜଣେ ଅନ୍ୟ ଜଣକୁ କହୁଛୁ ଭଗବାନ ସବୁ ଦେଖୁଛନ୍ତି, କିନ୍ତୁ ନିଜ ମନ ଭିତରେ ପୁରା ବିଶ୍ୱାସ ଅଛି ଭଗବାନ କିଛି ଦେଖୁନାହାନ୍ତି। ନଚେତ୍ ମନ୍ଦିର ପାଣ୍ଠିକି ନେଇକରି, ମନ୍ଦିରକୁ ମିଳୁଥିବା ଦାନକୁ ନେଇକରି ଏମିତି କେମିତି ହେଇପାରିଥାନ୍ତା? ଯେଉଁମାନେ ନିଜେ ଡାକୁଛନ୍ତି ସାଧାରଣ ଲୋକମାନଙ୍କୁ ଆସନ୍ତୁ 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 ଭଗବାନଙ୍କ ପାଖକୁ ଆସନ୍ତୁ, ଯେଉଁମାନେ ନିଜେ ଭଗବାନଙ୍କ ପାଖ ଲୋକ ବୋଲି ନିଜକୁ ପ୍ରଚାରିତ କରୁଛନ୍ତି, ଯେଉଁମାନେ ନିଜେ ପ୍ରବଚନ ଦେଉଛନ୍ତି, ନିଜେ ବୁଝାଉଛନ୍ତି ସର୍ବଶକ୍ତିମାନ ଅଛନ୍ତି, ଅନ୍ୟ କିଛି ଆଡ଼େ ମୁଣ୍ଡ ପୁରାନା, କେବଳ ଭଗବାନଙ୍କ ପାଖରେ ମନ ଦେ, ଭଗବାନ ସବୁ ଦେଖୁଛନ୍ତି, ଯେଉଁମାନେ ଆମକୁ ପ୍ରବଚନ ଦେଇ ବୁଝାଉଛନ୍ତି, ସେଇମାନେ ଯେତେବେଳେ ଚୋରି କରୁଛନ୍ତି ସେମାନେ କ'ଣ ଭାବୁନାହାନ୍ତି ଭଗବାନ ତାଙ୍କୁ ଦେଖୁଛନ୍ତି ବୋଲି? ଅସଲ କଥା ହଉଛି ସେମାନେ ଜାଣିଛନ୍ତି ଭଗବାନ ତାଙ୍କୁ ନୁହେଁ କି କାହାକୁ ବି ଦେଖୁନାହାନ୍ତି। ଭଗବାନଙ୍କୁ ଦୋକାନରେ ଥୋଇକିରି ସେମାନେ କେବଳ ନିଜର ବେପାର